ଭାଇ ନମସ୍କାର। ଆରେ କୋଉଠି ତମେ? ମୋର ଗୋଟେ ଆଜି ସକାଳୁ ଆସି ପହଞ୍ଚିଲି ଭାଇ। ଇଏ ଗଣ୍ଡକୁ ମାରିବା ପାଇଁ ବିଜେଡିରୁ ଅଫର, କଣ କରିବା? ସିଏ ବା କାଲି ଆଜି ସକାଳୁ ସିଏ ବି ଏପଟକୁ ପଳେଇ ଆସିଛି। ଆଜି ସନ୍ଧ୍ୟାବେଳକୁ ନାଇଁ ଯାଇ ନାଇଁ କଥା ଛାଡ ସେ ହେଇବି। କଥା, ମୁଁ ଆଉ କିଛି ତମେ ଆଲୋଚନା କର ନା। ଏଇ ଦେଖ ବର୍ତ୍ତମାନ ପାଇଁ କାଲି ସମ୍ପଦ ସ୍ୱାଇଁକୁ ମାରିବା ପାଇଁ ଜୟଦେବ ଲେଙ୍କାକୁ 5 ଲକ୍ଷ ଦେଇଛି କିଏ? ବାପି ସର୍କଲ। ହୁଁ। ସିଏ ପୁରା ରାତି ଦିନ ଆଉ ରଖେଇ ଦଉନି ତାକୁ, ପାଗଳା କରିସାରିଲାଣି। ବର୍ତ୍ତମାନ ମୋତେ ଫୋନ କରିଥିଲା, ତା ପିଲା ଭାଇ କେମିତି ବଞ୍ଚି ମୁଁ ଟିକେ ବାଟ କର। ମୁଁ କହିଲି ଏଇନା ମନେ ପଡିଲା, ଲଞ୍ଚିଂ ପାଇଁ କହୁଥିଲି ଟଙ୍କା 2 ଲକ୍ଷ ଦେବା ପାଇଁ, ଫୋନ କାଟିଦେଲ। ଏବେ କାହିଁ ତାଙ୍କୁ ସାହାଯ୍ୟ କର? ସେଥିପାଇଁ ତମେ ଏଥିରେ ମୋର ଖାସ ଥିଲା ଗୋଟେ ଆଜ୍ଞା। ଜଣେଇଲି। ବର୍ତ୍ତମାନ ପାଇଁ ବିଜେଡି ତରଫରୁ ତମରି ସେଇପଟ ଲୋକ ଫଣ୍ଡିଂ କରୁଛୁ, ନା ତ କହିପାରିବିନି। ସେ ହଁ। ମତେ ଲିଙ୍କ ଦେଇକି ପଠେଇଲା, କହିଲା ଦେଖନ୍ତୁ ଆମର ପୁରା ବିଜେଡି ପାଇଁ ଟଙ୍କାଟେ ଦେବେନି, ଆଉ ଆପଣ କଣ ରେଡି କରନ୍ତୁ, ତାକୁ ଯେତେ ହାର୍ଡ କରିପାରିବେ ଆମେ ଫଣ୍ଡିଂ ପୁରା କରିବୁ। ଏଇଥିପାଇଁ ତମ କାନକୁ ପକେଇଦେବ, ଲୋକାଲ ପିଲାଟା କହିବ ହଉଛି ନାଇଁ ଆମକୁ ଇଏ କଲାନି, ବର୍ତ୍ତମାନ କାନରେ ପକେଇ ଦିଅ। ହଁ ମୁଁ ଆଜି ଆଉ ତମକୁ ପଠେଇ ଦେଇକି 50,000 ଲକ୍ଷେ କହିଦେଇକି ଲାଭ କଣ ମିଳିବ? ନାଇଁ ମୁଁ ଆଜି ସନ୍ଧ୍ୟାବେଳକୁ କଥା ହେଇକି ନହେଲେ କଥା କରେଇଦେବି ଆପଣଙ୍କୁ ଡାଇରେକ୍ଟ ଫୋନରେ। ନାଇଁ ତାପସୀକୁ ଅଲରେଡି ମୁଁ ସ୍କ୍ରିପ୍ଟିଂ ପାଇଁ ଦେଲିଣି। ଦେଖ ଆମର ରଞ୍ଜନ, ଆଜ୍ଞା। ଆମର ଚ୍ୟାନେଲ ବଞ୍ଚିବା ଦରକାର। ଇଏ ଖଳା ବିଜେପି ବାଲା କାର ନୁହନ୍ତି। ଇଏ କେହି କାହାର ଏତେ ନୁହନ୍ତି। ଭଗିଲା ପରେ ବି ତାଙ୍କୁ ଓଟିଭି ମାରି ଏମିତି ନଙ୍ଗଳା କରିସାରିଲାଣି। ହୁଁ ତାଙ୍କର ଟିକେ ଦୟା ମାୟା ଅଛି, ଆଉ କିଏ ବଞ୍ଚେଇବ ବୋଲି କି? ହୁଁ। ଛାଡ, ଆମର ମଣ୍ଡ ପରିବାର ନାହିଁ, ଯେ ଖାଲି ହାଲକା କହିଦିଅ, କହିଲେ ଆମକୁ ଦୋଷ ଦେବନି। ହଁ ମୁଁ ଆଜି କଥା